ମୁଁ ପିଲାମାନଙ୍କୁ କିଛି ପଶୁପକ୍ଷୀ ଚିତ୍ର ଦେଖାଇବି। ପିଲାମାନେ ଚିତ୍ର ଦେଖି କିଏ କେଉଁଭଳି ରାବନ୍ତି ତା ରାବି କରି ଦେଖାଇବେ। ପିଲାମାନେ ଜଣେ ପରେ ଜଣେ ରାବିବେ କେଉଁ ପଶୁ କେଉଁ ପକ୍ଷୀ କେଉଁଭଳି ରାବନ୍ତି। ବର୍ତ୍ତମାନ ପିଲାମାନେ ଚିତ୍ର ଦେଖିବେ, ଚିହ୍ନିବେ କେଉଁ ପଶୁ ପକ୍ଷୀମାନଙ୍କୁ ଚିହ୍ନିବେ ଓ ତାଙ୍କ ସ୍ୱର ରାବକୁ ମଧ୍ୟ ଜାଣିବେ। ପିଲାମାନେ ସମସ୍ତେ ଚିତ୍ର ଦେଖିଲ, ସମସ୍ତ ପଶୁ ପକ୍ଷୀ ଚିହ୍ନିଲ। ତେଣୁ ମୁଁ ତୁମକୁ ପଶୁ ପକ୍ଷୀ କେମିତି କିଏ ବୋବାନ୍ତି କିଏ ରାବନ୍ତି ମୁଁ କହିଛି, ମନେ ଅଛି ତ? ବର୍ତ୍ତମାନ ତମେ ଜଣେ ପରେ ଜଣେ ଆସି କଣ କରିବ ନା କୋଉ ପଶୁ ବା କୋଉ ପକ୍ଷୀ କେମିତି ବୋବାନ୍ତି ବା ରାବନ୍ତି ତମେ ଆସି କହିବ ତ? ଆଚ୍ଛା ବାବୁ ଏଇଠି ଆସ, ଘୋଡ଼ା କେମିତି ବୋବାଏ କହିଲ? କହିଲୁ ଆଇସୁଲ ମା, କହିଲୁ କୁକୁଡ଼ା କେମିତି ରାବେ? ଏଇଠି କହିଲୁ ମା, ଗାଈ କେମିତି ବୋବାଏ କହିଲୁ? ଏଇଠି କହିଲୁ ହଁ, କହିଲୁ ବିଲେଇ କେମିତି ବୋବାଏ? ଏଇଠି କହିଲୁ କୁକୁର କେମିତି ଭୁକେ? ଏଇଠି କହିଲୁ କୋଇଲି କେମିତି ରାବେ? ଏଠିକା କହିଲୁ ବାବା କୁଆ କେମିତି ରାବେ ରେ? ମା ଏଇଠି କହିଲୁ ଛେଳି କେମିତି ବୋବାଏ? ଏଇଠି କହିଲୁ ରାତିରେ ଶିଆଳ ବୁଲେ ନା ବୁଲେନି? ଶିଆଳ କେମିତି ରାବେ କହିଲୁ? ହଁ ଏଇଠି ମା ଏଇ ହଉଛି ସୁନା ମା, କହିଲୁ ଘରେ ତମ ଘରେ ଅଛି ନା ମୂଷା ଅଛି ନା? ମୂଷା କେମିତି ବୋବାଏ କହିଲୁ? ମୂଷା କଣ କରେ? ଚଞ୍ଚ କରେ। କେଉଁ ପଶୁ କେଉଁ ପକ୍ଷୀ କେମିତି ରାବେ କେମିତି ବୋବାଏ ଜାଣିଲ? ଯିଏ ପଚାରିବ ତମକୁ କହିପାରିବ? କହିଲ ଦେଖି ସମସ୍ତେ ଗୋଟେ ସ୍ୱରରେ କୁକୁର କେମିତି ଭୁକେ? ସମସ୍ତେ ଆଉ ଥରେ କହିଲ କୋଇଲି। ତାହେଲେ ସମସ୍ତେ ତାଳିଟା ମାରିଦିଅ। ଯିଏ ପଚାରିବ କହିପାରିବ ତ? ପଚାରିଲେ ଯେ କହିପାରିବ ସିଏ ହବ ସୁନା ଛୁଆ। ସୁନା ଛୁଆ ସମସ୍ତ ହବ। ଏବେ ଯାଇ ବସ ହେଲା।